ବୁଦ୍ଧାଦିତ୍ୟଙ୍କୁ ବିବାହ କରିବେ ଓଡ଼ିଆ ଅଭିନେତ୍ରୀ ଲିପି। ଏହାରି ମଧ୍ୟରେ ଲିପିଙ୍କ ହଳଦୀ ରସମ ସରିଯାଇଛି ଆଉ ବୁଦ୍ଧାଦିତ୍ୟଙ୍କୁ ବାହା ହେବା ପାଇଁ ଅପେକ୍ଷା କରିଛନ୍ତି ଲିପି। ଏଭଳି ଖବର ଏବେ ସୋସିଆଲ ମିଡ଼ିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ତ ଫ୍ରେଣ୍ଡସ୍, ଆପଣମାନେ ଜାଣିଥିବେ ଗତ ଦିନମାନଙ୍କରେ ବୁଦ୍ଧାଦିତ୍ୟ ମହାନ୍ତି ଗୋଟିଏ ଇଣ୍ଟରଭ୍ୟୁରେ ଲିପିଙ୍କ ବିଷୟରେ କିଛି କହିଥିଲେ। ଲିପିଙ୍କ ସହିତ ବାହାଘରକୁ ନେଇ ଆଙ୍କର ତାଙ୍କୁ ପ୍ରଶ୍ନ ପଚାରିଥିଲେ। ତ ଏହି କଥାକୁ ନେଇ ବୁଦ୍ଧାଦିତ୍ୟ କହିଥିଲେ କି ସେ ଲିପିଙ୍କୁ ବାହା ହେବେ କି ନାହିଁ ତ ସେ ଜାଣିନାହାନ୍ତି, ହେଲେ ଲିପିଙ୍କୁ ସେ କେବେ ବି ହେଲେ ଦିଦି ନମ୍ବର 1 କହିବେ ନାହିଁ। ତାହେଲେ ଏହା ସହିତ ଲିପି ଓ ବୁଦ୍ଧାଦିତ୍ୟଙ୍କୁ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ। ଦୁଇ କଳାକାର ଓଲିଉଡ୍ ଇଣ୍ଡଷ୍ଟ୍ରିରେ ପ୍ରାୟ 90 ଦଶକରୁ କାମ କରି ଆସୁଛନ୍ତି। ଲିପି 90 ଦଶକରୁ ଓଡ଼ିଆ ଆଲବମ୍ରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲା ବେଳେ ପରବର୍ତ୍ତୀ ସମୟରେ କିଛି ସିନେମା, କିଛି ସିରିଏଲ ଓ ପରବର୍ତ୍ତୀ ସମୟରେ ଯାତ୍ରା ପାର୍ଟିରେ ମଧ୍ୟ ଲିପି ଅଭିନୟ କରିଛନ୍ତି। ଏହା ସହିତ ବୁଦ୍ଧାଦିତ୍ୟ 90 ଦଶକରୁ ବଲିଉଡରେ କାମ କରିଥିଲେ। ବଲିଉଡ ପରେ ସେ ଓଲିଉଡକୁ ଆସିଥିଲେ। ଓଡ଼ିଆ ସିରିଏଲ, ଏହାପରେ ଓଡ଼ିଆ ସିନେମାରେ ଅଭିନୟ କରୁଥିବାର ନଜର ଆସିଛନ୍ତି ବୁଦ୍ଧାଦିତ୍ୟ। ତ ବୁଦ୍ଧାଦିତ୍ୟ ଓ ଲିପିଙ୍କୁ ଏବେ ପ୍ରାୟ 40ରୁ ଅଧିକ ବର୍ଷ ବୟସ ହୋଇଗଲାଣି, ହେଲେ ଦୁହିଁଙ୍କର ବାହାଘର ଏଯାଏଁ ହୋଇନାହିଁ। ତାହେଲେ ଲିପି ଓ ବୁଦ୍ଧାଦିତ୍ୟ ଦୁଇ ଜଣ ବହୁତ ଭଲ ସାଙ୍ଗ ବୋଲି ବୁଦ୍ଧାଦିତ୍ୟ ନିଜ ଇଣ୍ଟରଭ୍ୟୁରେ କହିଛନ୍ତି। ବୁଦ୍ଧାଦିତ୍ୟ ଆଉ ଲିପିଙ୍କ ମଧ୍ୟରେ କିଛି ଭଲ ପାଇବା ଘଟଣା ରହିଛି ବୋଲି ସୋସିଆଲ ମିଡ଼ିଆରେ ଏବେ ପ୍ରଚାରିତ ହେବାରେ ଲାଗିଛି। ତ ଏହାକୁ ନେଇ ବୁଦ୍ଧାଦିତ୍ୟ କିମ୍ବା ଲିପିଙ୍କ ଠାରୁ କୌଣସି ବେଳେ ପ୍ରତିକ୍ରିୟା ଦେଖିବାକୁ ମିଳିପାରେ ନାହିଁ। ତାହେଲେ ଆଗାମୀ ଦିନମାନଙ୍କରେ ବୁଦ୍ଧାଦିତ୍ୟ ଓ ଲିପି ବିବାହ କରିବେ କି ନାହିଁ ତାହା ତ ସମୟ ହିଁ କହିବ। ହେଲେ ଫ୍ରେଣ୍ଡସ୍, ଆପଣମାନଙ୍କୁ କ'ଣ ଲାଗୁଛି କମେଣ୍ଟ କରନ୍ତୁ।